ଫିକା ସିନ୍ଦୁର କାହାଣୀଟି ଏକ ନାରୀ ମନର ଅକୁହା ବେଦନା। ସମୟ ଓ ପରିସ୍ଥିତି ଚକ୍ରରେ ବାନ୍ଧି ହୋଇ ନାରୀଟିଏ ତାର ଅସହାୟପଣକୁ ଅନୁଭବ କରେ। ସେତେବେଳେ ନିଜ ମଥାର ସିନ୍ଦୁର ମଧ୍ୟ ତା ପାଇଁ ପାଲଟିଯାଏ ଫିକା ସିନ୍ଦୁର। ପ୍ରେମ, ଭାବ, ପ୍ରବଣତା ଓ କର୍ତ୍ତବ୍ୟ ମଧ୍ୟରେ କାହାଣୀଟି ଆଗକୁ ଗଡ଼ି ଯିବାକୁ ମୁଁ ଆରମ୍ଭ କରେ। ଆପଣମାନଙ୍କୁ ଏ କାହାଣୀଟି ନିଶ୍ଚୟ ଭଲ ଲାଗିବ। ଆପଣମାନେ ଫାଷ୍ଟରୁ ଲାଷ୍ଟ ଯାଏଁ ଶୁଣନ୍ତୁ, ନିଶ୍ଚିନ୍ତ ଆପଣଙ୍କୁ ଭଲ ହିଁ ଲାଗିବ। ଏକାକୀ ଖୋଲା ଆକାଶ ତଳେ ଜହ୍ନର ଶୀତଳତାକୁ ଅନୁଭବ କରି ବସି ଯାଇଥିଲା ନନ୍ଦିନୀ। ମନ ଭିତରେ ଅକୁହା ଭାବନା ଗୁଡ଼ାକ ଭାସି ବୁଲୁଛନ୍ତି, ଠିକ୍ ପବନରେ କାଠିକୁଟା ଗୁଡ଼ାକ ଗୁଡ଼େଇ ହେଇଗଲା ଭଳି। ଆଖିରେ ନିଦ ନାହିଁ କି ଓଠରୁ ଶବ୍ଦଟିଏ ବାହାରୁନି। ଶାଶୁଘର ଭିଡ଼ରେ ଏକାକୀ ଥାନଟିଏ ଖୋଜି ଗାର୍ଡେନକୁ ଚାଲି ଆସିଥିଲା ନନ୍ଦିନୀ। ଭାବୁଥିଲା କିଛି ସମୟ ଖୋଲା ଆକାଶ ତଳେ ନିଜ ନିଃସଙ୍ଗତାକୁ ଅନୁଭବ କରିବ, ନିଜ ସ୍ୱାମୀକୁ କ୍ଷମା ମାଗି କହିବ, ଏଇ ପାରୁଛ ଯଦି ମୋତେ କ୍ଷମା କରିଦେବ। ତମେ ଭାବୁଥିବ ମୁଁ ବୋଧେ ସ୍ୱାର୍ଥପର। ସ୍ୱାମୀ ମରିବାର ବର୍ଷେ ନ ହଉଣୁ ତାର ସାନ ଭାଇକୁ ବାହା ହେବାକୁ ବସିଛି, କିନ୍ତୁ ମୁଁ ସ୍ୱାର୍ଥପର ନୁହଁ। ମୋ ପରିସ୍ଥିତିରେ ବନ୍ଧା 1.5 ବର୍ଷର ଝିଅକୁ ନେଇ ମୁଁ ବାଟ ଚାଲି ପାରିବିନି ବୋଲି ସମସ୍ତେ ପିୟୁଷ ସହ ମୋର ବାହାଘର ଚାହୁଁଛନ୍ତି। ଆମ ଝିଅର ଭବିଷ୍ୟତକୁ ଆଖି ସାମ୍ନାରେ ରଖି ମୁଁ ମଧ୍ୟ ତମ ସାନ ଭାଇକୁ ବାହା ହେବି ବୋଲି କଥା ଦେଇଛି। ମୁଁ କ'ଣ ଭୁଲ କରିଛି? ଆକାଶକୁ ଚାହିଁ ନନ୍ଦିନୀ ପ୍ରଶ୍ନ କରୁଥିଲା, ପୁଣି ନିଜେ କହୁଥିଲା, ତୁମେ ଶୁଣିପାରୁଛ? ଯଦି ମୋତେ ଉତ୍ତର ଦିଅ। ଏତିକି କହି ନନ୍ଦିନୀ ନୀରବ ହୋଇଗଲା। ନିଜ ଆଣ୍ଠୁରେ ମୁଣ୍ଡକୁ ଜାକି ଭୂମିକୁ ଚାହିଁ ରହିଲା। ପାଖରେ ଥିବା ନଡ଼ିଆ ଗଛ ଗୁଡ଼ାକ ପବନରେ ସାଇଁ ସାଇଁ ହୋଇ ଉପରୁ ତଳକୁ ଝୁଲୁଥିଲେ। ଉପରୁ ଚାହିଁ ରହିଥିବା ଜହ୍ନଟି ମଧ୍ୟ ନନ୍ଦିନୀର କଥା ଶୁଣି ମେଘଖଣ୍ଡରେ ଲୁଚିଗଲା। ସେ ଯେମିତି ବିଦ୍ରୂପ କରି ନନ୍ଦିନୀକୁ କହୁଥିଲା, ନିଜ ଛୁଆ କଥା ଆଉ ବାହାର ଲୋକମାନେ କହିଲେ ବୋଲି ବାହା ହେଉଛୁ? ତୋର କ'ଣ ଇଚ୍ଛା ନାହିଁ ତାକୁ ବାହା ହେବାକୁ? କାହିଁ ପିୟୁଷର ବଡ଼ ଭାଇ ସାନୁର ମୃତ୍ୟୁ ପରେ ତୁ ପୁଣି ଥରେ ସଦାବାହାରୀ ସିନ୍ଦୁର ପିନ୍ଧିବାର ସ୍ୱପ୍ନ ଦେଖୁନୁ? ସେଇ ଧବଲ ବେଶଟା ତୋତେ ବିଦ୍ରୂପ କରୁନି? ନିଜ ହୃଦୟର ପ୍ରଶ୍ନ ପାଖେ ନିଜେ ହାରିଗଲା ନନ୍ଦିନୀ। ଏସବୁର ଉତ୍ତର ନାହିଁ ତା ପାଖରେ। ସାନୁଜ ତାର ସ୍ୱାମୀ, ଯିଏକି ଏକ ଦୁର୍ଘଟଣାରେ 10 ମାସ ପୂର୍ବରୁ ମୃତ୍ୟୁବରଣ କରି ସାରିଛନ୍ତି। ଆଉ ପିୟୁଷ ତାଙ୍କର ସାନ ଭାଇ, ଏକ ପ୍ରାଇଭେଟ କଲେଜର ଅଧ୍ୟାପକ। ବୟସ 28 ବର୍ଷ। ଦେଖିବାକୁ ହ୍ୟାଣ୍ଡସମ୍, କଥାବାର୍ତ୍ତା ଆଉ ଚାଲିଚଳନ ମଧ୍ୟ ଭାରି ଭଲ। ସବୁବେଳେ ଭାଉଜ ସହ ଜଗି ରଖି କଥା ହୁଅନ୍ତି। କେବେ ଦିଅର ଭାଉଜ ଥଟ୍ଟା ମଜା କରିବାର ମଧ୍ୟ କେହି ଦେଖିନି। ପିୟୁଷ ନନ୍ଦିନୀକୁ ଭାଉଜ ହିସାବରେ ସମ୍ମାନ କରନ୍ତି, ତାଙ୍କୁ ସ୍ନେହ କରନ୍ତି। ହେଲେ ଏଇ ବାହାଘରରେ ପିୟୁଷ ଖୁସି ନା ନାହିଁ ସେ କଥା ଜାଣିନି ନନ୍ଦିନୀ। ତାକୁ ଏକଥା ମନ ଖୋଲି ପଚାରିବାକୁ ସାହସ ଜୁଟାଇ ପାରିନି। କେବଳ ଶାଶୁ, ଶ୍ୱଶୁର, ନଣନ୍ଦ ଓ ନିଜ ଘର ଲୋକଙ୍କ କଥାରେ ସେ ତାକୁ ବାହା ହେବାକୁ ରାଜି ହୋଇଛି। ଲୋକ ଗହଳି ସମସ୍ତେ ନନ୍ଦିନୀର ଶାଶୁ ଶ୍ୱଶୁର ପ୍ରଶଂସାରେ ପୋତି ପକାଉଛନ୍ତି। କହୁଛନ୍ତି, ଏପରି ଶାଶୁ ଶ୍ୱଶୁର ଭାଗ୍ୟରେ ଥିଲେ ମିଳେ, ନହେଲେ ନିଜ ବିଧବା ବୋହୂକୁ ଫେରେ ସାନ ପୁଅ ସହ ବାହାଘର କରିବାକୁ କେଉଁ ବାପା ମା ରାଜି ହୁଅନ୍ତି? ସମସ୍ତଙ୍କ ଆଗରେ ସେ ଦେବୀ ଦେବତା ପାଲଟି ସାରିଛନ୍ତି। ନନ୍ଦିନୀ ଅସତୀ ପାପିନୀ। ଭିତରେ କୁହୁଳୁଥିଲା ସିଏ। ଗାର୍ଡେନକୁ ଆସି ଚାଲି ଆସିଲେ ନନ୍ଦିନୀର ନଣନ୍ଦ ଶ୍ରଦ୍ଧା। ଭାଉଜ, ଭାଉଜ, ଏଠି ଏକଲା ବସି ବଡ଼ ଭାଇକୁ ମନେ ପକାଉଛ ନା? ତୁମକୁ କହିଥିଲି ପରା, ବେଶୀ ଭାବିବନି। ପ୍ରଥମେ ନିଜ ଝିଅ ଗେଲି କଥା ଭାବିବ। ତୁମେ ଭାଙ୍ଗି ପଡ଼ିଲେ ଛୁଆଟା କେମିତି ବଞ୍ଚିବ? ଭାଇ ଏସବୁ ଦେଖି କଷ୍ଟ ପାଉଥିବ। ଖୁସିରେ ରୁହ ଭାଉଜ, କେବଳ ତୁମରି ଖୁସି ପାଇଁ ଆମେ ପିୟୁଷ ଭାଇ ସହ ତୁମର ବିବାହ କରୁଥିଲୁ। ଦୀର୍ଘ ନିଶ୍ୱାସରେ ଛାଡ଼ି ନନ୍ଦିନୀ କହିଲା, କେମିତି ତମ ବଡ଼ ଭାଇକୁ ଭୁଲିଯିବି? ତୁମେ କ'ଣ ଭୁଲି ପାରିଛ? ଶ୍ରଦ୍ଧା ଆଖି ଲୁହ ଛଳଛଳ କରି କହିଲା, ନା, ଆମେ କେହି ସାନଜ ଭାଇକି ଭୁଲିନୁ। ତମେ ଆଉ ଗେଲି ତାହାର ଜୀବନ। ତମ ଦୁହିଁଙ୍କ ଭିତରେ ତ ଆମେ ଖୋଜି ପାଇଛୁ। ଆଉ ସେଇ କଥା ନ ଉଠାଇ ତୁମ ହାତ ଆଗକୁ ବଢ଼େଇଲ। ମୁଁ ମେହେନ୍ଦିଟା ପକେଇ ଦିଏ। ଶ୍ରଦ୍ଧା ଖୁବ୍ ସୁନ୍ଦର ଭାବେ ପିୟୁଷର ନାମଟିକୁ ସଜାଇ ଚିତ୍ର ଆଙ୍କିଲା। ପଛରୁ ପିୟୁଷ ଆସୁ ଦୁହିଁଙ୍କ କଥା ଆଁ କରି ଚାହିଁଥାନ୍ତି। ନନ୍ଦିନୀ ନିଜ ହାତକୁ ପଛକୁ ଟାଣି ଆଣୁଥାଏ। ଶ୍ରଦ୍ଧା ସେତିକି ଥାଉ, ପିୟୁଷ ନାଁଟି ଏଠି ଛିଡ଼ା ହୋଇଛନ୍ତି, କ'ଣ ଭାବୁଥିବେ କହିଲ? ସ୍ୱାମୀ ମଲା ପରେ ଦିଅରକୁ ବାହା ହେବାକୁ କେତେ ସରାଗରେ ମନ ବଳାଇଛି। ବିରକ୍ତ ହେଲା ଶ୍ରଦ୍ଧା। ନନ୍ଦିନୀକୁ କହିଲା, କେମିତି ବୁଝେଇବି ଭାଉଜ? ଆମେ ମଧ୍ୟ ଦୁଃଖ କରୁଛୁ, କିନ୍ତୁ ବଡ଼ ଭାଇ ଆଉ ଫେରିବନି। ତୁମ ଖୁସିରେ ସାନ ଭାଇ ସହ ସଂସାର କଲେ ଭାଇ ମଧ୍ୟ ଉପରେ ଥାଇ ଖୁସି ହେବ। ଘରେ ଯେ ଯୁଆଡ଼େ କାମରେ ବ୍ୟସ୍ତ। ତୁମେ ଆଉ ଅଯଥା କାମ ବିଗାଡ଼ି ଦିଅନି, ନହେଲେ ସମସ୍ତେ ଭାବିବେ ବୋହୂର ଅନିଚ୍ଛା ସତ୍ତ୍ୱେ ତାର ବାହାଘର କରାଉଛନ୍ତି। ନନ୍ଦିନୀ ଚୁପ୍ ହେଇଗଲା ଶ୍ରଦ୍ଧା କଥାରେ। ସିଏ କାହିଁକି ବାଧା ଦେବ? ଯିଏ ଯାହା କହିବା କଥା କହୁ।
ଆପଣମାନେ ଜାଣିବାକୁ ଚାହୁଁଛନ୍ତି ନା ନନ୍ଦିନୀକୁ ପିୟୁଷ ବିବାହ କରିବ କି ନାହିଁ? ଦ୍ୱିତୀୟ ଭାଗ ଦେଖିବା ପାଇଁ କମେଣ୍ଟ କରନ୍ତୁ। ମୋର এই କାହାଣୀଟି ଯଦି ଆପଣମାନଙ୍କୁ ଭଲ ଲାଗିଥାଏ ଗୋଟିଏ ଲାଇକ୍ କରିଦେବେ, ସବସ୍କ୍ରାଇବ୍ କରିଦିଅନ୍ତୁ। ମୁଁ ସବୁବେଳେ ଏମିତି କାହାଣୀ ଆଣୁଥିବି। ଜୟ ଜଗନ୍ନାଥ।